विपत्ति निवारिणी गायत्री भाग 44। गायत्री द्वितीय पद द्वारा सद्गुणर वृद्धि। आजिर समाज रे जणे अन्य जनकर सर्वनाश करुथिबार साधारणतः दृष्टिगोचर हेउची। जणे अन्य जनकर अधिकार अपहरण करिनेवा पई आगभर होई रहिछि। ଯାହାର ଯେଉଁ ପ୍ରକାରର ମତଲବ ପୂରଣ ହେବ ସେ ତଦନୁରୂପ ପ୍ରପଞ୍ଚ ରଚନା କରୁଛି। ପାରସ୍ପରିକ ପ୍ରେମ ଏବଂ ସଦ୍ଭାବ ବିଦାୟ ନେଉଛି ଏବଂ ତାହା ସ୍ଥାନରେ ସ୍ୱାର୍ଥପରତା ରୂପକ ପିଶାଚ ଉଲଗ୍ନ ହୋଇ ନୃତ୍ୟ କରୁଛି। ପିତା ନିଜର ପୁତ୍ର କନ୍ୟାକୁ ମଧ୍ୟ ବିକ୍ରି କରିବାକୁ ପଶ୍ଚାତପଦ ହେଉନାହିଁ। ଭାଇ ଭାଇର ଚିରଶତ୍ରୁ ହୋଇ ପଡ଼ୁଛି। ବୃଦ୍ଧ ପିତାମାତାଙ୍କର ପୋଷଣ କରିବାରେ ପୁତ୍ର ପକ୍ଷରେ ଅସହ୍ୟ ବୋଝ ପ୍ରତୀତ ହେଉଛି। ନିର୍ଦ୍ଧନ ପତି ପତ୍ନୀ ଉପରେ ସ୍ୱାମିତ୍ୱ ଜାହିର କରିପାରୁନାହିଁ। ବୋହୂ ଯଦି ସାଙ୍ଗରେ ଯୌତୁକ ଆଣିନାହିଁ ତେବେ ତାହାର ପରିତ୍ୟାଗ କରାଯାଉଛି ଅଥବା ତାହାକୁ ଜୀବନରୁ ମାରି ଦିଆଯାଇ ପୁନର୍ବାର ବିବାହର ଯୋଜନା ପ୍ରସ୍ତୁତ କରାଯାଉଛି। ଘରର ଭୃତ୍ୟ ଚୋର ଡକାୟତଙ୍କ ସାଙ୍ଗରେ ମିଶି ଗୃହକର୍ତ୍ତାଙ୍କର ଜୀବନ ଶେଷ କରିବା ପାଇଁ ଚାହିଁ ବସିଛି। ବନ୍ଧୁ ଆଜି ସର୍ବସ୍ୱ ଅପହରଣ କରିନେବା ପରି ନର ପିଶାଚଙ୍କର ସଂଖ୍ୟା କିଛି କମ୍ ନାହିଁ। ନିକଟ ସମ୍ବନ୍ଧୀୟଙ୍କର ପାରସ୍ପରିକ ମନୋଭାବ ଯେତେବେଳେ ଏହି ପ୍ରକାର ଦେଖାଯାଏ ସେତେବେଳେ ଦୂରବର୍ତ୍ତୀ ଲୋକମାନଙ୍କର ଧନ ପାଇଁ ଅନ୍ୟମାନଙ୍କ ସହିତ ଯେଉଁ ପ୍ରକାର ବ୍ୟବହାର ପ୍ରଦର୍ଶନ କରୁଥିବେ ତାହା ଯଥେଷ୍ଟ କମ୍ ଅଟେ। ଲାଞ୍ଚବୃତ୍ତି, ଚୋରି, ବେଇମାନୀ, ଅପମିଶ୍ରଣ, ଛଳ, ପ୍ରପଞ୍ଚ, ଠକାମି ଆଜି ବ୍ୟାପକ ଭାବରେ ସମାଜରେ ଛାଇ ହୋଇ ରହିଛି। ଚୋରି ଡକାୟତି କରିବାର ସାହସ ତ କେବେ କେବେ କାହା ଦ୍ୱାରା ହୋଇଯାଉଛି, କିନ୍ତୁ ସଭ୍ୟ ଭାବରେ ପ୍ରତ୍ୟେକ ଲୋକ ଧନ ଉପାର୍ଜନ ପାଇଁ ସବୁ ପନ୍ଥା ଅତି ସହଜରେ ଗ୍ରହଣ କରି ନେଇଛନ୍ତି। ସତୀତ୍ୱ, ଧର୍ମ, ସଚ୍ଚୋଟତା, ସ୍ୱାଭିମାନ, ଜାତୀୟାଣ ଭାବ, ବୁଦ୍ଧି, ବିଦ୍ୟା, ନ୍ୟାୟ, କର୍ତ୍ତବ୍ୟ ଏବଂ ବିଶ୍ୱାସ, ଏପରିକି ଜ୍ଞାନ ମଧ୍ୟ ପଇସା ପାଇଁ ବିକ୍ରୟ କରାଯାଉଛି। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।